ଜୁହାର ଦର୍ଶକ ବନ୍ଧୁ ପୁଣି ଏକ ନୂତନ ଭିଡ଼ିଓକୁ ସ୍ୱାଗତ ଆପଣମାନଙ୍କୁ ପି ଫାର୍ମିଂ ଚ୍ୟାନେଲରେ। ତ ଆଜି ଆଲୋଚନା କର୍ମା ଦେଶୀ କାଙ୍କୁଡ଼ ଚାଷ ବିଷୟରେ। ଦେଖୁନ୍ 2026ରେ କାଙ୍କୁଡ଼ ଚାଷ ଆରମ୍ଭ ହେଇଗଲାନ, ବର୍ଷା ଆସିଗଲାନ ଏବଂ କାଙ୍କୁଡ଼ ଗଛ ମାନେ ବି ଆରମ୍ଭ ହେଇଗଲାନ ଚାଷଟା। ତ ଦେଖୁନ୍ କାଙ୍କୁଡ଼ ଚାଷଟା ଯେନ୍ମାନେ କନ୍ଦା ଜଗେଇଛନ୍ ସେମାନଙ୍କର ଜୁହ୍ନା କନ୍ଦା ଥିସି ସେମାନଙ୍କର ଆଗରି ସାରିଲାନ ଏବଂ ଯେମାନେ ମଞ୍ଜି ବି ଲଗେଇଛନ୍ କିମ୍ବା ଚାରା ବି ସେମାନଙ୍କର ଗଛଟା ଅଲରେଡ଼ି 2ରୁ 3 ଫୁଟ ହେଇ ସାରିଲାନ। ତ ଏଇ 2-3 ଫୁଟରେ କିମ୍ବା 5 ଫୁଟ ତକ ହେଇଗଲାନ। ତାହେଲେ ଆମେ ଗଛର ଯତ୍ନ କେନ୍ତା ନେମା କାଙ୍କୁଡ଼ର ଦେଶୀ କାଙ୍କୁଡ଼ର ସେ ବିଷୟରେ ଆମେ ଆଲୋଚନା କରବା ଟୋଟାଲ୍। ଯଦି ଆମର ଚ୍ୟାନେଲକେ ନୂଆ ଆସିଥିବେ ନିଶ୍ଚୟ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ ଦବାଇଦେବେ, ଯାହାଦ୍ୱାରା କି ଚାଷୀ ଇନଫର୍ମେସନ୍ ଭିଡ଼ିଓ କିମ୍ବା ଚାଷବାସ ବାବଦରେ ଆପଣମାନେ ଭିଡ଼ିଓ ପାଇପାରିବେ ଚାଷୀ ଭାଇମାନେ। ତ ଚାଲୁନ୍, ଯଦି ଆପଣଙ୍କର କାଙ୍କୁଡ଼ 2ରୁ 3 ଫୁଟ ହେଇଗଲାନ ଏବଂ ସେ ଗଛକେ କେନ୍ତା ଯତ୍ନ ନେବେ ସେ ବିଷୟରେ କହେମା। କାହିଁକିନା ଆମେ 5ରୁ 6 ବର୍ଷ ହେଲାନ ଆମେ ଦେଶୀ କାଙ୍କୁଡ଼ ଚାଷ କରୁଛୁଁ ଏବଂ ଅଧା ଏକରେ ଆମେ ଚାଷ କରୁଛୁଁ। ତ ସଠିକ୍ ହିସାବରେ ଆମେ ଇନଫର୍ମେସନ୍ ଦେଇପାରମା ଆମର ଚାଷୀ ଭାଇମାନଙ୍କୁ ଯେ ଆପଣମାନେ କେନ୍ତା କରି ଆପଣଙ୍କର କାଙ୍କୁଡ଼ ଗଛକେ ଯତ୍ନ ନେଇପାରିବେ ଏବଂ ସୁରକ୍ଷିତ କରି ଆପଣମାନେ ସଠିକ୍ ଅମଲ କରିପାରିବେ। ତ ଚାଲୁନ୍ ଡେରି ନି କରି ଆଲୋଚନା କର୍ମା ଚାଷୀ ଭାଇମାନେ। ଭିଡ଼ିଓଟା ଛୋଟ ହେଲେ ବି ମୂଳ ଶେଷ ତକ ଦେଖବେ। ତ ଦେଖୁନ୍, ଯେତେବେଲେ ବର୍ଷା ସିଜନ୍ ଆସିଯାସି ଚାଷୀ ଭାଇମାନେ ଯେନ୍ ଚାଷୀ ଭାଇମାନଙ୍କର ଜୁହ୍ନା କନ୍ଦା ଥିସି କିମ୍ବା ମଞ୍ଜି ଦେଇକରି କିମ୍ବା ଚାରା ଦେଇକରି ନୂଆ ଚାଷ କରୁଛନ୍, ତାହେଲେ 2ରୁ 4 ଫୁଟ ହେଇଗଲାନ ଆପଣଙ୍କର ଗଛକେ ଏବଂ କେନ୍ତା ଯତ୍ନ ନେବେ ସେ ବିଷୟରେ କହେମା। ତ ଦେଖୁନ୍, ଫାଷ୍ଟ ହେଲା ଆପଣମାନେ ଯେତେ ବି କନ୍ଦା ଥିବା କିମ୍ବା ଗଛ ହେଇଗଲା ଆପଣଙ୍କ ମଞ୍ଜିରେ ଯେତେବେଲେ କରିଥିବେ ସେତେବେଲେ ଆପଣଙ୍କର ବାଡ଼ିରେ ସଫା କରିଦେବେ ଯେନେ ଚାଷ କରୁଛନ୍। କାହିଁକି ନା ଦେଖୁନ୍, ଲଟା ବୁଦା ଯଦି ସାଫ କରିଦେମା ସେଥିରେ ଅନେକ କାରଣ ଅଛି ଚାଷୀ ଭାଇମାନେ। ଦେଖୁନ୍, ଯଦି ଆମେ ଏନ୍ତା ସଠିକ୍ ସାଫ ଗଛ ଥିବା ଏଟାକେ ଆଲୋକ ବି ପାଇପାରବା, ବାୟୁ ବି ପାଇପାରବା ଏବଂ ସବୁ ପ୍ରକାର ତାକେ ସୁବିଧା ମିଲିପାରବା। ଯଦି ଲଟା ବୁଦା ଥିବା ଘାସ ଥିବା ତାହେଲେ ସେ ସବୁ କିଛି ପାଇ ନି ପାରେ। ତ ସୂର୍ଯ୍ୟ କିରଣ ବି ତାକେ ପାଇ ନି ପାରେ, ବାୟୁ ବି ଚଳାଚଳ ହେଇ ନି ପାରେ। ତ ଗଛଟା ସଠିକ୍ ହିସାବରେ ସେ ଗ୍ରୋଥ କରି ନେଇ ପାରିଥାଏ। ତ ଚାଷୀ ଭାଇମାନେ ଆମେ ଫାଷ୍ଟ ପଦକ୍ଷେପ ହେଲା ଯାହା ପାଖରେ ଥିବା ତାହା ଲଟା ବୁଦା ଆମେ ସାଫ କର୍ମା। ଫାଷ୍ଟ ପଦକ୍ଷେପ ପୁରା ସଫା କରିଦେମା। ତାପରେ ମାଟି ଟିକେ ରେଡ଼େଇ ଦେମା। ମାଟି ଟିକେ ରେଡ଼େଇ ସାରିଲା ପରେ ଗଛକେ ଟିକେ ଆମେ ସପୋର୍ଟିଂ ଦେମା। ଯେହେତୁ ସେ ଲହ ଜାତୀୟ, ସେ ଗୋଟେ ଲହ ଏ, ତ ଲହ ଜାତୀୟ ଗଛ ତାହାକେ ଆମେ ସପୋର୍ଟିଂ ଦେମା ବୋଲେ ସେ କାଁ କରବା, ଯେତେ ଗ୍ରୋଥ ହେବା ଆମର ଗଛ ଯେତେ ଫୁଟ ଗ୍ରୋଥ ହେବା ସେତେ ସେ ଫୁଲ ଫଲ ଦେଇଥିସି। ତ ଚାଷୀ ଭାଇମାନେ ସେଥିଲାଗି ତାହାକେ ଆମେ ସପୋର୍ଟିଂ ଦେମା। ସପୋର୍ଟିଂ ଦେମା ଯେତେବେଲେ ସେ ଯେତେ ବି ତାମାନେ ଲହ 10 ଫୁଟ ହଉ କି 15 ଫୁଟ ହଉ 20 ଫୁଟ ବି ହଉ ଯେତେ ବି ହଉ, ସେ ଯଦି ସେତେ ଗ୍ରୋଥ କଲା ବେଲେ ଆମେ ସେତ୍କିରି ଫଲ ଫୁଲ ପାଇପାରମା ଚାଷୀ ଭାଇମାନେ। ତ ସେଥିଲାଗି ଆପଣମାନେ ଲଟା ବୁଦା ଖିଚି ସାରିଲା ପରେ ତାକେ ସପୋର୍ଟିଂ ଦେଇଦେବେ। ସପୋର୍ଟିଂ ଦେଇ ସାରିଲା ପରେ କାଁ ହେବା, ସେ ଗଛଟା ଗ୍ରୋଥ ହେଇକରି ଅଧିକ ଫୁଲ ଏବଂ ଫଲ ଦେଇଥିସି। ତ ସେଥିଲାଗି ହେଲା ଫାଷ୍ଟ ପଦକ୍ଷେପ ଆମର କାଙ୍କୁଡ଼ ଚାଷୀ ଭାଇମାନଙ୍କର ଲାଗି ଦେଶୀ କାଙ୍କୁଡ଼ ଚାଷ ଯେନ୍ମାନେ ଚାଷ କରୁଛନ୍, ଲଟା ବୁଦା ସାଫ କରିଦେବେ। ଲଟା ବୁଦା ସାଫ କରିକରି ତାପରେ ଆମର ଭାଷାରେ ରାଞ୍ଜ କହେସୁଁ, ଯେନ୍ଟାକି ଗଛ ଗାଡ଼ସୁଁ। ଯେନ୍ ଜାଗାରେ ଗଛ ନେଇ ଗାଡ଼ନ୍ ସେମାନେ ତାର ଦେଇସନ୍ ଏବଂ ପ୍ଲାଷ୍ଟିକ ରସି ସାହାଯ୍ୟରେ ବି ସେମାନେ ରାଞ୍ଜଟାକେ ବନେଇସନ୍ ଯେନ୍ଟାକି ଲହଟା ମାଡ଼ି ପାରବା। এইটা ଦେଶୀ କାଙ୍କୁଡ଼ଟା ହଉଛେ ଲହ ଜାତୀୟ ଗଛ। ଦେଖିପାରୁଥିବେ ଲହ କେତେ ଲାଗିଛେ। ଯେତେ ତାମାନେ ଗଛ ଲହ ଲମ୍ବା ହେବା ଆପଣମାନେ ସେତେ ଫସଲ କରିପାରିବେ। ଇ ଗୋଟେ କଥା ମନେ ରଖିଦିଅନ୍ ଚାଷୀ ଭାଇମାନେ। ଯେତେ ବି ଲମ୍ବା ହେବା ସେତେ ଆପଣମାନେ ଫସଲ ଅମଲ କରିପାରିବେ। ତ ଫାଷ୍ଟ ହେଲା ପଦକ୍ଷେପ ଦେଖୁନ୍, ରାଞ୍ଜ ଅଛି ଏଇଟା ଦେଖିପାରୁଥିବେ। ଗଛର ଗୋଟେ ସପୋର୍ଟିଂ ଦେବେ। ଆମରଟା ଜଙ୍ଗଲ ଏରିଆ, ଆମେ ରାଞ୍ଜ ଦେସୁଁ। ଗଛ ଅଛେ ସବୁବେଳେ ସଫିସିଏଣ୍ଟ, ତ ଆମେ ରାଞ୍ଜ ଏନ୍ତା ଦେଇଥିସୁଁ। ତ ଇ ରାଞ୍ଜ ଏନ୍ତା ଦେଇଦେବେ ଫାଷ୍ଟ। ଦେଖିପାରୁଥିବେ ରାଞ୍ଜ ଦେଇଦେଲେ କାଁ ହେବା କି ଗଛଟା ଗ୍ରୋଥ ହେବା ଏବଂ ଅଧିକ ଫଲ ଏବଂ ফুল ଦେଇଥିସି ଚାଷୀ ଭାଇମାନେ। ଏଇଟା ଗୋଟେ କଥା ମନେ ରଖିଥାଉଁ। ତାପରେ ଫଲ ফুল ହେଇସାରବା, ତାପରେ ଯେନ୍ଟା ରୋଗ ପୋକ ଲାଗ୍ବା ଚାଷୀ ଭାଇମାନେ, ସେ ରୋଗ ପୋକ ଲାଗି ଗୋଟେ ଏକ୍ସଟ୍ରା ଭିଡ଼ିଓଟେ ଆସ୍ବା ଆମର୍ ଚ୍ୟାନେଲ୍କେ। ତ ତାପରେ ଦେଖ୍ମା ଆମେ ଦେଖୁନ୍ କିଛିଟା ଲିଙ୍କ୍ ଦେଇଥିମୁ, ଆପଣମାନେ ଡାଉନଲୋଡ଼ ଆପଣମାନେ କାଣା କରିବେ ସେଥିରୁ ଲିଙ୍କ୍କେ ଇଟା କରିକରି ଆପଣମାନେ ମଞ୍ଜି କିଣି ପାରବେ। ଆମେ ମଞ୍ଜିର ବି ଲିଙ୍କ୍ ଦେଇ ଦେଇଛୁଁ। ଆମର ଯାଇକରି ଡାଇରେକ୍ଟ ଆପଣମାନେ ଅନଲାଇନ୍ରେ ମଗେଇ ପାରବେ ମଞ୍ଜି। ମଞ୍ଜିର କିଛି ଅସୁବିଧା ନାହିଁ। ଆମେ ବି ଏଥର ମଞ୍ଜି ମଗେଇଥିଲୁ ଚାଷୀ ଭାଇମାନେ। ତ ମଞ୍ଜି ବି ଆପଣମାନେ ମଗେଇକରି ଲଗେଇ ପାରବେ ଚାଷୀ ଭାଇମାନେ। ଆମେ ଲିଙ୍କ୍ ଦେଇଥିମୁ ଏଠି ଭିଡ଼ିଓରେ, ଆପଣମାନେ ଯାଇକରି ଦେଖିଦେବେ। ତ ଭିଡ଼ିଓଟା ଏତେ ରହେଲା ଚାଷୀ ଭାଇମାନେ। ଯଦି ଆପଣମାନେ କାଙ୍କୁଡ଼ ଚାଷ କରୁଛନ୍ ତାହେଲେ ଆପଣମାନେ ନିଶ୍ଚୟ ଆମର ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରବାର୍କେ ନାଇଁ ଭୁଲବେ। ଜୟ କିଷାନ, ଜୟ ଭାରତ, ଜୟ ହିନ୍ଦ।